ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପଡ଼ୋଶୀ ଦେଶ ବାଂଲାଦେଶ ସହିତ ରାଜନୈତିକ ସଙ୍କଟ ଦେଇ ଗତି କରୁଛି ବର୍ତ୍ତମାନ। ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଥିବା କିଛି ଉଗ୍ରବାଦୀ ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି। ଏଣୁ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ସମୁଦ୍ର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତେବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବିଶେଷ କରି ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି। କୃଷକଙ୍କ ସହ ଜଡ଼ିତ 7ଟି ଯୋଜନାକୁ ଅନୁମୋଦନ ଦେଲେ ମନ୍ତ୍ରୀ। କୃଷକଙ୍କ ଜୀବନର ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ୍ ସୋମବାର ଦିନ 7ଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜିଟାଲ କୃଷି ମିଶନ, ଖାଦ୍ୟ ଏବଂ ପୁଷ୍ଟିକର ଫସଲ ବିଜ୍ଞାନ, ପଶୁ ସ୍ୱାସ୍ଥ୍ୟ ସୁରକ୍ଷା, ଉଦ୍ୟାନ କୃଷିର ବିକାଶ, କୃଷି ବିଜ୍ଞାନ କେନ୍ଦ୍ର ପାଇଁ ହଜାର ହଜାର କୋଟି ଟଙ୍କାର ଅନୁମୋଦନ ମିଳିଛି। ଏଥିସହିତ କେବଳ ଗୁଜରାଟରେ ଦୈନିକ 63 ନିୟୁତ ଚିପ୍ସ ତିଆରି କରିବା ନିମନ୍ତେ କାରଖାନା ସ୍ଥାପନ ପାଇଁ କେଏନ୍ଏକ୍ସ 3307 କୋଟି ଟଙ୍କା ପ୍ରସ୍ତାବକୁ ସରକାର ମଧ୍ୟ ଅନୁମୋଦନ କରିଛନ୍ତି। ହାତର ପାପୁଲି ନଥାଇ ମଧ୍ୟ ଅଲିମ୍ପିକ୍ସରେ ଜିତିଲେଣି 2ଟି ପଦକ। ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ନିଶାତ କୁମାରଙ୍କ କମାଲ। ଦମଦାର ପ୍ରଦର୍ଶନ ସହ ଲଗାତାର ଦ୍ୱିତୀୟ ଦିନରେ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନିଶାତ। ପୁରୁଷ ଉଚ୍ଚ ଡିଆଁ ହାଇଜମ୍ପ ପ୍ରତିଯୋଗିତାରେ 24 ବର୍ଷୀୟ ନିଶାତ ସିଜିନ୍ର ଶ୍ରେଷ୍ଠ ପ୍ରଦର୍ଶନ 2.04 ମିଟର ଜମ୍ପ ସହ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ଛୋଟିଆ ଗାଁ ବଦନର ନିଶାତ ପରିବାର ସହ ରୁହନ୍ତି। ତେବେ 2007ରେ ନିଜ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ବେଳେ ଘାସ କଟା ମେସିନରେ ନିଶାନ୍ତଙ୍କ ହାତ କଟିଯାଇଥିଲା। ମାତ୍ର 8 ବର୍ଷର ହୋଇଥିବା ବେଳେ ତାଙ୍କ ସହ ଏହିଭଳି ଘଟିଥିଲା ଏକ ବଡ଼ ଦୁର୍ଘଟଣା। ଏହା ପୂର୍ବରୁ ଏସିଆନ୍ ପାରା ଗେମ୍ସରେ ସ୍ୱର୍ଣ୍ଣ, 2023 ଓ 2024 ୱାର୍ଲଡ ଚାମ୍ପିଅନସିପ୍ରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ ନିଶାତ। ଭାରତର ପ୍ରଥମ ସ୍ପେସ୍ ଟୁରିଷ୍ଟ ହେଲେ ଗୋପୀଚାନ୍ଦ। ଗୋପୀଚାନ୍ଦ ଥୋଟାକୁରା ହେଉଛନ୍ତି ଭାରତର ପ୍ରଥମ ବ୍ୟକ୍ତି ଯିଏକି ନିଜ ଖର୍ଚ୍ଚର ମହାକାଶ ପର୍ଯ୍ୟଟକ ଭାବରେ ମହାକାଶକୁ ଯାଇଥିଲେ। ସେ ବ୍ଲୁ ଅରିଜିନ୍ର NS-25 ସ୍ପେସ୍ ଫ୍ଲାଇଟ୍ରେ ମହାକାଶକୁ ଯାତ୍ରା କରି ଫେରିଛନ୍ତି। ସୂଚନା ଅନୁସାରେ ଥୋଟାକୁରା ବ୍ଲୁ ଅରିଜିନ୍ର ନ୍ୟୁ ଶେପାର୍ଡ 25 NS-25 ମିଶନ କ୍ରୁ ଦଳର ଏକ ଅଂଶ ଥିଲେ, ଯାହା ମହାକାଶର ପର୍ଯ୍ୟଟନରେ ଅଧୀନରେ ଏକ ମହାକାଶ ଯାତ୍ରା କରିବାରେ ସମ୍ଭବ କରାଇ ପାରିଥିଲା। ମେ 19, 2024ରେ ସେ ବ୍ଲୁ ଅରିଜିନ୍ର ନୂତନ ଶେପାର୍ଡ 25 ମିଶନ ଅଧୀନରେ ପର୍ଯ୍ୟଟକ ଭାବରେ ମହାକାଶକୁ ଉଡ଼ିଥିଲେ। କିଛି ସମୟ ମହାକାଶରେ ରହିବା ପରେ ନିରାପଦରେ ପୃଥିବୀକୁ ଫେରିଥିଲେ ସେ। ଏହା ତାଙ୍କୁ ପୃଥିବୀର ବାୟୁମଣ୍ଡଳ ବାହାରେ ଯାତ୍ରା କରିବାର ଦ୍ୱିତୀୟ ଭାରତୀୟ ନାଗରିକ ଭାବେ ପ୍ରଦର୍ଶିତ କରାଇପାରିଛି। ଏହା ପୂର୍ବରୁ ସେଠାକୁ ୱିଙ୍ଗ କମାଣ୍ଡର ରାକେଶ ଶର୍ମା 1984 ମସିହାରେ ପ୍ରଦର୍ଶନ କରିଥିଲେ। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁ ଚର୍ଚ୍ଚିତ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରି କହିଛନ୍ତି ଯେ କୌଣସି ବ୍ୟକ୍ତି ସୁଭଦ୍ରା ଯୋଜନାକୁ ନେଇ ସମସ୍ତ ତଥ୍ୟ ଜାଣିବାକୁ ଚାହୁଁଥିଲେ ସେ ସୁଭଦ୍ରା ଅନଲାଇନ୍ ପୋର୍ଟାଲ subhadra.odisha.gov.in ରେ ସମସ୍ତ ସୂଚନା ପାଇପାରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଫର୍ମ ବଣ୍ଟନ ଆରମ୍ଭ ହୋଇଛି। 4 ତାରିଖରୁ ଫର୍ମ ସଂଗ୍ରହ ହେବା ଆରମ୍ଭ ହେବ। ବର୍ତ୍ତମାନ ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବାକୁ ହେବ। ଫର୍ମ ବଣ୍ଟନ ଓ ଦାଖଲ ସମ୍ପୂର୍ଣ୍ଣ ମାଗଣାରେ ହେବ ବୋଲି ସେ କହିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି 17ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ନିଜ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରି ଏହି କାମକୁ ସମ୍ପୂର୍ଣ୍ଣ କରିବେ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ଟିମ୍ କଲା କମାଲ। ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଲିଟନ ଦାସଙ୍କ ଶତକ ଏବଂ ମେହିଡି ହାସନ ମିରାଜଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ପାଇଁ ଦ୍ରୁତ ବୋଲର ଖୁରାମ ଶାହାଜାହାଁ ତାଙ୍କ କ୍ୟାରିୟରର ପ୍ରଥମ ଥର ପାଇଁ 5ଟି ୱିକେଟ୍ ନେଇଥିଲେ, କିନ୍ତୁ ବାଂଲାଦେଶ ନିଜକୁ ଏକ କଠିନ ପରିସ୍ଥିତିରୁ ବାହାର କରିବାରେ ସଫଳ ହୋଇଥିଲା। ପ୍ରଥମ ଇନିଂସରେ ବାଂଲାଦେଶ 262 ରନ୍ ସଂଗ୍ରହ କରିଥିଲା। ତୃତୀୟ ଦିନର ଖେଳ ଶେଷ ହେବା ପରେ ପାକିସ୍ତାନ ଦ୍ୱିତୀୟ ଇନିଂସର 2ଟି ୱିକେଟ୍ ହରାଇବା ପରେ 9 ରନ୍ ସଂଗ୍ରହ କରିଥିଲା ଏବଂ ଏହା ମୋଟ ଅଗ୍ରଣୀ 21 ରନ୍ ଥିବାବେଳେ ପାକିସ୍ତାନର ଶାହଜାଦ ଏବଂ ଓପନର ଅବଦୁଲ୍ଲା ୱିକେଟ୍ ହରାଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି 2,05,000 ପଦବୀ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ 2,05,000 ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟର କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଓ କେଉଁ ବିଭାଗରେ କେତେ ଏବଂ ସଂଖ୍ୟକ ପଦବୀ ଖାଲି ରହିଛି, ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କର ଏହି ପ୍ରଶ୍ନ କରିଥିଲେ। ତେବେ ଏଠାରେ ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ 63,405 ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ
39,127ଟି ପଦବୀ ଖାଲି ରହିଛି। ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ପାରାଅଲିମ୍ପିକ୍ସ 2024ରେ ନିତେଶ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ LS3 ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍ ବ୍ରିଟେନରେ ଡାନିଏଲ ବେଥେଲଙ୍କୁ 21-14, 18-21, 23-11ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ 2024ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନେଇ ଦ୍ୱିତୀୟ ଭାରତୀୟ ଆଥଲେଟ୍ ଭାବେ ଘୋଷିତ ହୋଇଛନ୍ତି। ମୋଟ ଉପରେ 2024 ପାରାଅଲିମ୍ପିକ୍ସ ଗେମ୍ରେ ଏହା ହେଉଛି ଭାରତର 9ମ ପଦକ। ଟାଟା ମୋଟର୍ସ ଲଞ୍ଚ କଲା ଏକ ନୂଆ କାର୍ ଯାହାର ନାଁ ଟାଟା କର୍ଭ। ଏହାର ପ୍ରାରମ୍ଭିକ ମୂଲ୍ୟ 10 ଲକ୍ଷ ଟଙ୍କା ରହିଛି। ବେସାଲ୍ଟ ଏବଂ ଅନ୍ୟାନ୍ୟ ମଧ୍ୟମ ଆକାରର SUV ଯେପରିକି କ୍ରେଟା, ସେଲ୍ଟୋସ୍, ଗ୍ରାଣ୍ଡ ଭିଟାରା ଏବଂ ଅନ୍ୟାନ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ମଡେଲର 8ଟି ପ୍ରକାର ଏବଂ 6ଟି ଭ୍ୟାରିଏଣ୍ଟରେ ପ୍ରଦାନ କରାଯିବ। ତେବେ କାର୍ଟି ବୁକ୍ କରିବାକୁ ହେଲେ ଆପଣ 31 ଅକ୍ଟୋବର 2024 ପୂର୍ବରୁ ଏହାର ମୂଲ୍ୟ ଟ୍ୟାଗ୍ ମଧ୍ୟ ଆଭେଲେବଲ୍ ହେବ। ବାଜାଜ IPOରେ ନିବେଶ କରିବା ପାଇଁ ଏକ ବଡ଼ ସୁଯୋଗ। ଯଦି ଆପଣ IPOରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଅତୀତରେ ଆସିଥିବା IPOରେ ଇନଭେଷ୍ଟମେଣ୍ଟରୁ ବଞ୍ଚିତ ହୋଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବାସ୍ତବରେ ଆପଣ ରୋଜଗାର କରିବାର ଏକ ବଡ଼ ସୁଯୋଗ ପାଇବାକୁ ଯାଉଛନ୍ତି କାରଣ IPO ବଜାରରେ 6,500 କୋଟି ଟଙ୍କାର ଏକ ବଡ଼ IPO ଖୋଲିବାକୁ ଯାଉଛି ଯାହା ବାଜାଜ ହାଉସିଂ ଫାଇନାନ୍ସ ଅଥବା ବାଜାଜ ଗ୍ରୁପର ଏକ କମ୍ପାନୀ ଦ୍ୱାରା ଉପଲବ୍ଧ ହେବ। ତେବେ ଏହା ସେପ୍ଟେମ୍ବର 9ରେ ନିବେଶକମାନଙ୍କ ପାଇଁ ଖୋଲାଯିବ।